ସମ୍ବଲପୁର ରେ ଆନ୍ତଃରାଜ୍ୟ ମହିଳା ଚେନ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, 6 ଗିରଫ, ସୁନା ଅଲଙ୍କାର ଜବତ। ସମ୍ବଲପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସହରର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚେନ୍ ଲୁଟ୍ କରୁଥିବା ଏକ ବଡ଼ ଧରଣର ଆନ୍ତଃରାଜ୍ୟ ମହିଳା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ଗତ 22 ତାରିଖରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମା ସମଲେଶ୍ୱରୀ ମନ୍ଦିରରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଏହି ମହିଳାମାନେ ପ୍ରାୟ 80 ଗ୍ରାମର 5ଟି ସୁନା ଚେନ୍ ଲୁଟ୍ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ମୋଟ 6 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 50 ଗ୍ରାମରୁ ଅଧିକ ସୁନା, ନଗଦ ଟଙ୍କା ଓ ମୋବାଇଲ ଫୋନ୍ ଜବତ କରିଛି। ଏହି ଗ୍ୟାଙ୍ଗଟି ଦୀର୍ଘ 12 ବର୍ଷ ହେବ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ବୋଲି ବିଭିନ୍ନ ରାଜ୍ୟରେ ସକ୍ରିୟ ରହିଥିଲା। ସେମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅତ୍ୟନ୍ତ ଚତୁରତାପୂର୍ଣ୍ଣ ଥିଲା। ଏହି ମହିଳାମାନେ ସ୍ଥାନୀୟ ବେଶଭୂଷା ଧାରଣ କରି ଭକ୍ତଙ୍କ ଗହଳିରେ ମିଶି ଯାଉଥିଲେ, ଯାହାଫଳରେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଥିଲା। ଏପରିକି ସେମାନେ ପୁଲିସକୁ ଭ୍ରମିତ କରିବା ପାଇଁ ନକଲି ପରିଚୟ ମଧ୍ୟ ବ୍ୟବହାର କରୁଥିଲେ। ସେମାନଙ୍କ ପାଖରୁ ଏକ ଡାଏରୀ ମିଳିଛି, ଯେଉଁଥିରେ ଆଗାମୀ ଦିନରେ କେଉଁ କେଉଁ ସ୍ଥାନରେ ମହିଳା ସମାଗମ ବା ଯାତ୍ରା ହେବାର ଅଛି ସେସବୁର ସୂଚନା ପୂର୍ବରୁ ଲେଖା ରହିଛି। ପୂର୍ବରୁ ଏହି ଗ୍ୟାଙ୍ଗ କଟକ ବାଲିଯାତ୍ରା, ବରଗଡ଼ ଧନୁଯାତ୍ରା ଓ ଢେଙ୍କାନାଳରେ ହେଉଥିବା ମାଘ ମେଳା ଭଳି ବଡ଼ ବଡ଼ କାର୍ଯ୍ୟକ୍ରମରେ ଲୁଟ୍ କରିଥିବା ସ୍ୱୀକାର କରିଛନ୍ତି। ବର୍ତ୍ତମାନ ପୋଲିସ ସେମାନଙ୍କୁ 3 ଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବା ସହ ଏହି ଗ୍ୟାଙ୍ଗ ପଛରେ ଥିବା ଅନ୍ୟ ସଦସ୍ୟ ଓ ସ୍ଥାନୀୟ ସମ୍ପୃକ୍ତିର ତଦନ୍ତ ଜାରି ରଖିଛି।